ପୁରା ପୁରା ଟଙ୍କା ସାଙ୍ଗରେ ବଡ଼ ବଡ଼ କୋଠା, ତା ସାଙ୍ଗରେ ରହିଛି 150 ଗ୍ରାମ ସୁନା ଓ 11ଟି ଜାଗାରେ ପ୍ଲଟ୍। ରାଜ୍ୟରେ ବିଜେପି ସରକାର ଗଠନ ହେଲା ପରେ ଲାଞ୍ଚୁଆ ସରକାରୀ ବାବୁମାନଙ୍କ ପାଇଁ କାଳ ସାଜିଛି। ଜଣକ ପରେ ଜଣେ ଲାଞ୍ଚୁଆ ଅଧିକାରୀଙ୍କ ଉପରେ ଭିଜିଲାନ୍ସର ଛାଟ ବାଜିବାରେ ଲାଗିଛି। ଏହି ଛାଟ ଆଜି ଆଉ ଜଣେ ସରକାରୀ ଅଧିକାରୀଙ୍କ ଉପରେ ପଡ଼ିଛି। ସେହି ଅଧିକାରୀଙ୍କ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗକୁ 17 ଲକ୍ଷରୁ ଅଧିକ ନଗଦ ଟଙ୍କା ମିଳିଥିବା ବେଳେ ଭୁବନେଶ୍ୱରର 3ଟି ବଡ଼ ବଡ଼ ଫ୍ଲାଟ୍, ବ୍ରହ୍ମପୁରରେ 2ଟି ବଡ଼ ବିଲ୍ଡିଂ, ବିଭିନ୍ନ ସ୍ଥାନରେ 11ଟି ପ୍ଲଟ୍, 150 ଗ୍ରାମ ସୁନାରୁ ଅଳଙ୍କାର ଠାବ କରିଛି ଭିଜିଲାନ୍ସ ବିଭାଗ। ଆହୁରି ମଧ୍ୟ ବ୍ରହ୍ମପୁରରୁ ଏକ ବ୍ୟାଙ୍କ ଲକରରେ ସୁନା ରହିଥିବା ସୂଚନା ପାଇଛି ଭିଜିଲାନ୍ସ ବିଭାଗ। ଏହା ସହିତ ଗୋଟିଏ ମାରୁତି ୱାଗନର କାର୍, 3ଟି ମୋଟରସାଇକେଲ, 20ଟି ବ୍ୟାଙ୍କ ଆକାଉଣ୍ଟ, ପୋଷ୍ଟାଲ ଡିପୋଜିଟ୍ ଓ ଇନ୍ସୁରାନ୍ସର କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି। ଦର୍ଶକ ବନ୍ଧୁ, ଆପଣ ଭାବୁଥିବେ କିଏ ସେ ଅଧିକାରୀ ଯାହାଙ୍କଠାରେ ଏତେ ପରିମାଣ ନଗଦ ଟଙ୍କା ସହ ସୁନା ଅଳଙ୍କାର, ବଡ଼ ବଡ଼ ଫ୍ଲାଟ୍ ଓ 20ଟି ବ୍ୟାଙ୍କ ଖାତା ପାଇଛି ଭିଜିଲାନ୍ସ। ଏ ମହାନ ଲାଞ୍ଚଖୋର ଅଧିକାରୀ କୌଣସି ଗାଉଁଲି କିମ୍ବା ଅପହଞ୍ଚ ଜାଗାରେ କାର୍ଯ୍ୟ କରୁଥିବା ଅଧିକାରୀ ନୁହନ୍ତି। ଏ ବାବୁ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ। ବାବୁଙ୍କ ନାଁ ହେଉଛି ସୂର୍ଯ୍ୟମଣି ପାଟଜୋଶୀ। ଆଜି ଯେତେବେଳେ ବାବୁଙ୍କ କାର୍ଯ୍ୟାଳୟ ଭୁବନେଶ୍ୱର, ବ୍ରହ୍ମପୁର ଓ ଗଞ୍ଜାମ ସହିତ ଅନେକ ଜାଗାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ କରାଯାଇଛି, ସେତେବେଳେ ବାବୁଙ୍କ ନିକଟରୁ ବର୍ତ୍ତମାନ ପର୍ଯ୍ୟନ୍ତ 17 ଲକ୍ଷରୁ ଅଧିକ ନଗଦ ଟଙ୍କା ସହିତ 150 ଗ୍ରାମ ସୁନା ଅଳଙ୍କାର ମିଳିଛି ଭିଜିଲାନ୍ସ ବିଭାଗକୁ। ଭିଜିଲାନ୍ସ ରେଡ୍ ଜାରି ରହିଥିବା ବେଳେ ଆଉ କେତେ କ'ଣ ଏହି ଅଧିକାରୀଙ୍କ ଠାରୁ ମିଳିବ ତାହା ଦେଖିବାକୁ ବାକି ରହିଲା।